ଓ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ବିଶେଷ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆମେ ଆଜି ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରୁ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ମାର୍ମିକ ଅଂଶ ବିଷୟରେ କଥା ହେବା। ହଁ, ଆଜିର ପ୍ରସଙ୍ଗ ହେଉଛି ନବମ ଅଧ୍ୟାୟରୁ। ଆଉ ଏଠି ପିତାମହ ଭୀଷ୍ମ ସରଶଯ୍ୟାରେ ଅଛନ୍ତି। ଆଉ ସେ ଯୁଧିଷ୍ଠିରଙ୍କୁ କିଛି ଉପଦେଶ ଦେଉଛନ୍ତି। ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ମହିମା ବିଷୟରେ କହୁଛନ୍ତି। ଭାବନ୍ତୁ ଟିକେ, ମହାଭାରତ ଯୁଦ୍ଧ ପରେ ଶରରେ ବିଦ୍ଧ ହୋଇ ପିତାମହ ପଡ଼ି ରହିଛନ୍ତି। ଆଉ ସେହି ଅବସ୍ଥାରେ ତାଙ୍କ ମୁହଁରୁ ଯୋଉ କଥା ବାହାରୁଛି, ସେଥିରେ କେତେ ଗଭୀର କଥା, କେତେ ଭକ୍ତି ଲୁଚି ରହିଛି। ଏଇ ଗଭୀର ତତ୍ତ୍ୱକୁ ପୁରା ଭଲ ଭାବେ ବୁଝିବା ପାଇଁ ଆମର ଏହି ଆଲୋଚନାକୁ ଶେଷ ଯାଏଁ ଶୁଣିବାକୁ ଅନୁରୋଧ। ଆଉ ଏମିତି ଆଲୋଚନା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ସିଧା ଯିବା ଭୀଷ୍ମଙ୍କ କଥାକୁ। ପ୍ରଥମେ ସେ ପାଣ୍ଡବମାନଙ୍କ ଦୁଃଖ ଆଉ କାଳର ଗତି ବିଷୟରେ କ'ଣ କହୁଛନ୍ତି ଶୁଣିବା। ନବମ ଅଧ୍ୟାୟରୁ। ଏ ବଡ଼ କଷ୍ଟ ମୋର ଚିତ୍ତେ, ଏ ପାଞ୍ଚ ଭାଇ କୁନ୍ତି ସୁତେ, ବନେ ବଞ୍ଚିଲେ କଷ୍ଟକର୍ମେ, ଜୀବନ ପୋଷି ବିପ୍ରଧର୍ମେ, ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ, ଅନେକ ସଙ୍କଟୁ ତରିଲେ, ସ୍ୱାମୀ ମରଣେ କୁନ୍ତି ସାଧୁ, ସ୍ୱଭାବେ ବାଳକୁଳ ବଧୂ, ପୁତ୍ରଙ୍କ ତୁଳେ ବହୁ କ୍ଲେଶେ, ଦୁଃଖେ ବଞ୍ଚିଲେ ବନବାସେ, କାଳର ବଶ ଏ ଜଗତ, ପ୍ରାଣିଏ କାଳର ଆୟତ, ସେ କାଳ ବସେ ସର୍ବେ ଚଳି, ପବନେ ଯେଉଁନେ ଘନାବଳି। ଦେଖନ୍ତୁ, ପିତାମହ ନିଜେ ମୃତ୍ୟୁଶଯ୍ୟାରେ, କିନ୍ତୁ ତାଙ୍କ ମନରେ ପାଣ୍ଡବଙ୍କ ପାଇଁ କଷ୍ଟ। ଏଇଟା ତାଙ୍କ ଚରିତ୍ରର କୋଉ ଦିଗ ଦେଖାଉଛି? ହଁ, ଏଇଟା ଦେଖାଉଛି ଭୀଷ୍ମଙ୍କର କେତେ କରୁଣା ଆଉ ପାଣ୍ଡବମାନଙ୍କ ପ୍ରତି ତାଙ୍କର କେତେ ଗଭୀର ସ୍ନେହ। ନିଜର ଯନ୍ତ୍ରଣାଠାରୁ ବି ବେଶୀ ସେ ଧର୍ମପରାୟଣ ପାଣ୍ଡବମାନେ ଯୋଉ କଷ୍ଟ ଭୋଗିଲେ, ସେଇ କଥା ଭାବି ଦୁଃଖୀ ହେଉଛନ୍ତି। ସେ ମନେ ପକାଉଛନ୍ତି କେମିତି ରାଜପୁତ୍ର ହୋଇକି ବି ସେମାନଙ୍କୁ ବଣରେ ବ୍ରାହ୍ମଣଙ୍କ ଭଳି କଷ୍ଟ କରି ବଞ୍ଚିବାକୁ ପଡ଼ିଲା। କିନ୍ତୁ ସେଇ କଷ୍ଟ ଭିତରେ ବି ଗୋଟେ ଆଶାର କଥା ସେ କହୁଛନ୍ତି ନା, ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ, ଅନେକ ସଙ୍କଟୁ ତରିଲେ। ଏହାର ମାନେ କ'ଣ? ଏହାର ମାନେ ତ ସ୍ପଷ୍ଟ। ଯେତେ ବି ବାହାର ଦୁଃଖ କଷ୍ଟ ଥାଉ ପଛେ, ଭଗବାନଙ୍କର ଆଶ୍ରା ହିଁ ପ୍ରକୃତ ରକ୍ଷା କରେ। ଭୀଷ୍ମ ଏଠି ଦେଖାଉଛନ୍ତି ଯେ ପାଣ୍ଡବମାନେ ଯେ ବଞ୍ଚିଲେ, ତାର ମୂଳ କାରଣ ଖାଲି ତାଙ୍କର ନିଜ ବଳ ବା ବୁଦ୍ଧି ନୁହେଁ। ମୂଳ କଥା ହେଲା ଶ୍ରୀକୃଷ୍ଣଙ୍କ କୃପା, ତାଙ୍କର ଅହେତୁକୀ କୃପା। ଏଇଟା ତ ଭକ୍ତିର ମହତ୍ୱ। ସେହିପରି ମାତା କୁନ୍ତୀଙ୍କ କଷ୍ଟ କଥା ବି କହିଛନ୍ତି। ହଁ, କହିଛନ୍ତି। ସ୍ୱାମୀ ନାହାନ୍ତି। କୋମଳମତୀ କୁନ୍ତି କେମିତି ତାଙ୍କର ଛୋଟ ଛୋଟ ପୁଅମାନଙ୍କ ସାଙ୍ଗରେ ବଣରେ ସେ କଠିନ ଜୀବନ କାଟିଲେ, ସେ କଥା ଭାବି ଭୀଷ୍ମଙ୍କ ମନ ପୁରା ତରଳି ଯାଉଛି। କିନ୍ତୁ ଦେଖନ୍ତୁ, ଏଇ ବ୍ୟକ୍ତିଗତ ଦୁଃଖ ଭିତରୁ ସେ ଗୋଟେ ବଡ଼ ସତ୍ୟ ଆଡ଼କୁ ଯାଉଛନ୍ତି। ସେଇଟା ହେଲା କାଳର ପ୍ରଭାବ। କାଳର ବଶ ଏ ଜଗତ, ପ୍ରାଣିଏ କାଳର ଆୟତ୍ତ। ଏଇଟା ତ ବହୁତ ଗଭୀର କଥା, ଦାର୍ଶନିକ କଥା। ଏହାକୁ ସେ କେମିତି ବୁଝେଇଛନ୍ତି ଆହୁରି? ସେ ଗୋଟେ ବହୁତ ସୁନ୍ଦର ଉଦାହରଣ ଦେଇଛନ୍ତି। ପବନରେ ଯେମିତି ମେଘ ଭାସେ, ମେଘର ତ ନିଜର ଗତି ନଥାଏ ନା, ସେ ପବନ ଯୁଆଡ଼େ ନିଏ ସିଆଡ଼େ ଯାଏ। ଠିକ୍ ସେମିତି ସବୁ ପ୍ରାଣୀ, ସବୁ ଘଟଣା ସେଇ ଅଦୃଶ୍ୟ ଯୋଉ ମହାକାଳ ଅଛି, ତାରି ଦ୍ୱାରା ନିୟନ୍ତ୍ରିତ। ଏଟା ଏକ ପ୍ରକାର ନିୟତିବାଦ, ଯେ ଜୀବନରେ ବହୁତ କିଛି ଆମ ହାତରେ ନଥାଏ। ତେବେ ମୁଖ୍ୟ କଥାଟା କ'ଣ ହେଲା ଏଠି? ମୋତେ ଲାଗୁଛି ଯେମିତି ଦୁଃଖ ସଙ୍କଟ ତ ଆସିବ, କିନ୍ତୁ ଭଗବାନଙ୍କ ଆଶ୍ରୟ ହିଁ ସେଥିରୁ ପାରି କରାଇବ। ଆଉ ସବୁକିଛି ଶେଷରେ ସେଇ ମହାକାଳର ଅଧୀନ। ଏଇ ତିନିଟା କଥା ଯୋଡ଼ାଯୋଡ଼ି ହୋଇ ରହିଛି ପରି ଲାଗୁଛି। ହଁ, ନିଶ୍ଚୟ, ଏକଦମ ଠିକ୍ କହିଲେ। ଆଉ ଏଇ ଭାବନା ହିଁ ଆଗକୁ ଯୋଉ ପଦ ସବୁ ଆସିବ, ତା ପାଇଁ ଗୋଟେ ପ୍ରସ୍ତୁତି କରୁଛି, ଯେଉଁଠି ଭୀଷ୍ମ ଭାଗ୍ୟର କଥା ଆଉ କର୍ମର କଥା କହିବେ। ଚଲନ୍ତୁ ଏବେ ସେହି ପଦଗୁଡ଼ିକ ଶୁଣିବା, ଯେଉଁଠି ଭୀଷ୍ମ ଭାଗ୍ୟର ଯେଉଁ ବିଚିତ୍ର ଗତି ଆଉ କର୍ମ କରିବାର ଯେଉଁ ଜରୁରତ ଅଛି, ସେ ବିଷୟରେ କହୁଛନ୍ତି। ଯେ କୂଳେ ରାଜା ଧର୍ମସୂତ, ରକ୍ଷକ ଭୀମ ଗଦାହସ୍ତ, ଅର୍ଜୁନ ଯହିଁ ଧନୁ ଧରେ, ଯହିଁ ଗୋଭିନ୍ନ ରକ୍ଷା କରେ, ସେ କୂଳେ ପଡ଼ୋଇ ବିପତ୍ତି, ଏମନ୍ତ ବିଧାତାର ଗତି, କେ ଜାଣିପାରେ ଏହା ଚିନ୍ତି, ଯହିଁ ପଣ୍ଡିତେ ଭ୍ରମି ଯାନ୍ତି, ସଂସାର କର୍ମର ଆୟତ୍ତ, ଏହା ତୁ ଜାଣ କୁନ୍ତୀସୁତ, ଏଣୁ ତୁ କିଛି ସି ନ ଭାଳ, ଅନାଥ ପ୍ରଜା ଏବେ ପାଳ। ଏଠି ଗୋଟେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯେଉଁ ପାଣ୍ଡବଙ୍କ ପାଖରେ ଧର୍ମ ଅଛି, ମାନେ ଯୁଧିଷ୍ଠିର, ବଳ ଅଛି, ଭୀମ, ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ଆଉ ସବୁଠୁ ବଡ଼ କଥା, ନିଜେ ଭଗବାନ ଶ୍ରୀକୃଷ୍ଣ ରକ୍ଷା କରୁଛନ୍ତି, ତାଙ୍କ ଉପରେ ଏତେ ବିପଦ କାହିଁକି ପଡ଼ିଲା?
ଭୀଷ୍ମ ଏହାର କି ଉତ୍ତର ଦେଉଛନ୍ତି? ଦେଖନ୍ତୁ, ଭୀଷ୍ମ ସିଧାସଳଖ କିଛି ଉତ୍ତର ଦେଉନାହାନ୍ତି, ବରଂ ସେ କହୁଛନ୍ତି ଯେ ଏ କଥା ବୁଝିବା କଷ୍ଟ। ସେ କହୁଛନ୍ତି ଏମନ୍ତ ବିଧାତାର ଗତି, ମାନେ ଏଇଟା ହିଁ ବିଧିର ବିଧାନ, ଭାଗ୍ୟର ଖେଳ। ଆଉ ଏଇଟା ଏତେ ଜଟିଳ ଯେ ବଡ଼ ବଡ଼ ଜ୍ଞାନୀ ପଣ୍ଡିତ ଲୋକ ବି ଏହାର କାରଣ ଖୋଜି ଖୋଜି ଶେଷରେ ଭ୍ରମରେ ପଡ଼ିଯାଆନ୍ତି। ତାମାନେ ଜୀବନରେ ସବୁ କାହିଁକିର ସହଜ ଉତ୍ତର ମିଳେନି। ଆଚ୍ଛା, ତେବେ ଯଦି ଭାଗ୍ୟ ଏତେ ଅବୁଝା, ତାହେଲେ ମଣିଷ କରିବା କ'ଣ? ଭୀଷ୍ମ ଯୁଧିଷ୍ଠିରଙ୍କୁ କି ପରାମର୍ଶ ଦେଉଛନ୍ତି ଏଠି? ଏଇଠି ଦେଖନ୍ତୁ, ଭୀଷ୍ମ ପୁରା ପ୍ରାକ୍ଟିକାଲ କଥା କହୁଛନ୍ତି। ସେ କହୁଛନ୍ତି ଯୋଉ କଥା ବୁଝି ହଉନି, ଯାହା ଅତୀତରେ ଘଟିଗଲା, ସେଥିପାଇଁ ଅଧିକା ଚିନ୍ତା କରିକି ଶୋକ କରି ଲାଭ ନାହିଁ। ବର୍ତ୍ତମାନ କ'ଣ କରିବା କଥା ସେଟା ଦେଖ। ସଂସାର କର୍ମର ଆୟତ, ଏଇ ପଦଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ଅର୍ଥ, ହଁ, କାଳର ବା ଭାଗ୍ୟର ପ୍ରଭାବ ଅଛି, କିନ୍ତୁ ତଥାପି ଏ ସଂସାରଟା କର୍ମ ଦ୍ୱାରା ହିଁ ଚାଲେ। ସେଥିପାଇଁ ଯୁଧିଷ୍ଠିରଙ୍କର ଏବେ କାମ ହେଲା ଯୋଉ ପ୍ରଜାମାନେ ଅନାଥ ହୋଇଗଲେଣି ସେମାନଙ୍କୁ ପାଳନ କରିବା। ତାହେଲେ ଏହାର ମାନେ ୟା କି ଯେ ଯାହା ଆମ ନିୟନ୍ତ୍ରଣରେ ନାହିଁ, ମାନେ ଭାଗ୍ୟ, ସେଥିପାଇଁ ଦୁଃଖ କରିବାନି, ଆଉ ଯାହା ଆମ ହାତରେ ଅଛି, ମାନେ ଆମ କର୍ମ ବା କର୍ତ୍ତବ୍ୟ, ସେଇଟାକୁ ହିଁ କରିବା ଉଚିତ। ଏକଦମ ସେଇ କଥା। ଏହା ହିଁ ତ ଗୋଟେ ପ୍ରକାର କର୍ମଯୋଗର ମୂଳ କଥା। ଭାଗ୍ୟକୁ ଦୋଷ ନ ଦେଇ ନିଜ କର୍ତ୍ତବ୍ୟ କରି ଚାଲିବା ହିଁ ଭଲ। ଭୀଷ୍ମ ଏଠି ଯୁଧିଷ୍ଠିରଙ୍କୁ ସେଇ ଶୋକରୁ ବାହାରିବାକୁ ଆଉ ରାଜଧର୍ମ କରିବାକୁ ପ୍ରେରଣା ଦେଉଛନ୍ତି। ଠିକ୍। ତାହେଲେ ଏଇ ଅଂଶର ମୁଖ୍ୟ ଶିକ୍ଷା ହେଲା ଯେ ଜୀବନରେ ଯାହା ଅଦ୍ଭୁତ ଲାଗୁଛି, ଯାହା ବିଡ଼ମ୍ବନା ପରି ଲାଗୁଛି, ତାକୁ ଗ୍ରହଣ କରିବାକୁ ହବ, ଆଉ ଅତୀତରେ ବାନ୍ଧି ହେଇ ନ ରହି ବର୍ତ୍ତମାନ ଯାହା କର୍ତ୍ତବ୍ୟ ତା ଉପରେ ମନ ଦେବା ଦରକାର। ଏହାପରେ ଭୀଷ୍ମଙ୍କର ନଜର ଯାଉଛି ସେଠି ବସିଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଉପରକୁ, ଆଉ ସେ କୃଷ୍ଣଙ୍କର ପ୍ରକୃତ ସ୍ୱରୂପ ବିଷୟରେ କ'ଣ କହୁଛନ୍ତି, ଆସନ୍ତୁ ଶୁଣିବା। ଦେଖ ଏ ଆଦି ନାରାୟଣ, ଜଗତ ପରମ କାରଣ, ମାୟାରେ ଲୋକ ମନହରି, ଯାଦବ ବଂଶେ ଅବତରେ। ଏହାର ଅନୁଭାବ ଗତି, ଅଥବା ଜାଣେ ପଶୁପତି, ନାରଦ ଜାଣେ ଭାବ ଘେନି, କିବା କପିଳ ମହାମୁନି। ଦେଖ ଏ ଆଦି ନାରାୟଣ, ଏଇଟା ତ ଗୋଟେ ବହୁତ ବଡ଼ କଥା। ମଣିଷ ରୂପରେ ଯିଏ ଅଛନ୍ତି, ସେହି କୃଷ୍ଣଙ୍କୁ ସେ ସିଧା କହୁଛନ୍ତି ସୃଷ୍ଟିର ପରମ କାରଣ। ଏହାର ମାନେ କ'ଣ? ୟାର ମାନେ ହେଲା, ଭୀଷ୍ମ କୃଷ୍ଣଙ୍କର ଯୋଉ ମଣିଷ ରୂପ, ତା ପଛରେ ଥିବା ଯୋଉ ଦିବ୍ୟ ସତ୍ତା, ତାକୁ ଦେଖିପାରୁଛନ୍ତି। ସେ ଜାଣିଛନ୍ତି ଯେ ଏଇ ଯଦୁବଂଶରେ ଜନ୍ମ ହେଇଥିବା କୃଷ୍ଣ ହିଁ ନିଜେ ନାରାୟଣ, ପୁରା ଜଗତର ମୂଳ। କିନ୍ତୁ ସାଧାରଣ ଲୋକେ ଏକଥା ବୁଝିପାରନ୍ତିନି। କାହିଁକି? ନା, ସେ ନିଜ ମାୟା ଦ୍ୱାରା ସମସ୍ତଙ୍କର ମନକୁ ଏମିତି ମୋହିତ କରି ରଖିଛନ୍ତି। ତାହେଲେ ତାଙ୍କୁ ପ୍ରକୃତରେ ଜାଣିପାରିବ କିଏ? ଭୀଷ୍ମ କିଛି ନାଁ ନେଇଛନ୍ତି, ପଶୁପତି, ନାରଦ, କପିଳମୁନି। ଏମାନଙ୍କ ଭିତରେ କ'ଣ ସମାନତା ଅଛି? ହଁ, ଦେଖନ୍ତୁ, ଏମାନେ କେହି ସାଧାରଣ ମଣିଷ ନୁହନ୍ତି। ପଶୁପତି ମାନେ ତ ଭଗବାନ ଶିବ, ନିଜେ ଦେବଦେବ। ନାରଦ ହେଲେ ପରମ ଭକ୍ତ, ଯିଏ ସବୁବେଳେ ଭଗବାନଙ୍କର ଭାବରେ ହିଁ ବୁଡ଼ି ରହିଥାନ୍ତି। ଆଉ କପିଳମୁନି ହେଲେ ମହାଜ୍ଞାନୀ, ସାଂଖ୍ୟ ଦର୍ଶନ ଦେଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ଭଗବାନଙ୍କର ପ୍ରକୃତ ରୂପ ବୁଝିବା ପାଇଁ ହୁଏତ ସେମିତି ଦିବ୍ୟତା ଦରକାର, କିମ୍ବା ସେମିତି ଗଭୀର ଭକ୍ତି ଦରକାର, ନହେଲେ ବହୁତ ଉଚ୍ଚ ଧରଣର ତତ୍ତ୍ୱଜ୍ଞାନ ଦରକାର। ଖାଲି ଆମ ସାଧାରଣ ଆଖିରେ ବା ବୁଦ୍ଧିରେ ତାଙ୍କୁ ପୁରା ଜାଣି ହେବନି। ବାଃ, ଏଇଟା ବଡ଼ ମଜା କଥା। ମାନେ ଯିଏ ମୋ ସାମ୍ନାରେ ଅଛି, ତାକୁ ଚିହ୍ନିବା ପାଇଁ ବି ଗୋଟେ ସ୍ୱତନ୍ତ୍ର ଯୋଗ୍ୟତା କିମ୍ବା ଦୃଷ୍ଟି ଦରକାର। ଆଚ୍ଛା, ଏଇ ଯୋଉ କଥା ଆମେ କହୁଛୁ, ଏଇଟା କ'ଣ ପାଣ୍ଡବମାନଙ୍କ କ୍ଷେତ୍ରରେ ଆହୁରି ଭଲ ଭାବେ ବୁଝାପଡ଼ିବ? ହଁ, ଏବେ ଭୀଷ୍ମ ସିଧା ଯୁଧିଷ୍ଠିରଙ୍କୁ କହୁଛନ୍ତି ଯେ ସେମାନେ, ମାନେ ପାଣ୍ଡବମାନେ, କୃଷ୍ଣଙ୍କୁ କେମିତି ଦେଖୁଛନ୍ତି, ଆଉ ସେଇଟା ତାଙ୍କ ପ୍ରକୃତ ମହିମାଠାରୁ କେମିତି ଅଲଗା। ଶୁଣନ୍ତୁ ଏଇ ପଦଗୁଡ଼ିକ। ତୁ କୃଷ୍ଣ ମହିମା ନ ଜାଣି, ମାତୁଳ ସୁତ ପ୍ରାୟ ମଣି, ପ୍ରିୟ ସୁହୃଦ୍ ମିତ୍ର ପରି, ସଚିବ ବୁଦ୍ଧି କି ଆଚରି, ଏହଙ୍କୁ ଦୈତ୍ୟରେ ନିଯୋଗୀ, ପେଶିଲୁ ପଞ୍ଚଗ୍ରାମ ମାଗି, ବାନ୍ଧବ ପ୍ରାୟ ସ୍ନେହ କରି ରଥେ ସାରଥି ପଣେ ବରି। ଯହୁଁ ଏ ପ୍ରଭୁ ଭାବଗ୍ରାହୀ, ସ୍ୱଭାବେ ପରପର ନାହିଁ, ଏଣୁ ତା ଉଚ୍ଚ ନୀଚ କର୍ମ, ଯୋଗ୍ୟ ଅଯୋଗ୍ୟ ସବୁ ସମ। ଭୀଷ୍ମ କହୁଛନ୍ତି ତୁ କୃଷ୍ଣ ମହିମା ନ ଜାଣି, ମାତୁଳ ସୁତ ପ୍ରାୟ ମଣି। ଏଇଟା କ'ଣ ପାଣ୍ଡବଙ୍କୁ ସେ ଗାଳି ଦଉଛନ୍ତି? ଗାଳି ନୁହେଁ, ଏହାକୁ ଆପଣ ଗୋଟେ ସ୍ନେହରେ କହିଲା ଭଳି ସତର୍କ ବାଣୀ କହିପାରନ୍ତି, ବା ଆଖି ଖୋଲିଦେବା ଭଳିଆ କଥା। ଭୀଷ୍ମ କହିବାକୁ ଚାହୁଁଛନ୍ତି
ଯେ ପାଣ୍ଡବମାନେ କୃଷ୍ଣଙ୍କୁ ଏତେ ପାଖରେ ପାଇଲେ, ଏତେ ଘନିଷ୍ଠ ହେଲେ, ତଥାପି ତାଙ୍କର ଯୋଉ ଅସୀମ ଦିବ୍ୟତା ତାକୁ ପୂରାପୂରି ବୁଝିପାରିନାହାନ୍ତି। ସେମାନେ ତାଙ୍କ ବେଶୀ ଭାବରେ ନିଜର ସମ୍ପର୍କୀୟ ଭାବିଛନ୍ତି, ମାମୁପୁଅ ଭାଇ କିମ୍ବା ଭଲ ବନ୍ଧୁ କିମ୍ବା ଜଣେ ବହୁତ ବୁଦ୍ଧିଆ ପରାମର୍ଶଦାତା ମନ୍ତ୍ରୀ ଭଳି ଦେଖିଛନ୍ତି, ଆଉ ସେମିତି ବ୍ୟବହାର ବି କରିଛନ୍ତି। ସେ କିଛି ଉଦାହରଣ ବି ଦେଇଛନ୍ତି ନା, ଯେମିତି ଦୂତ କରି ପଠେଇବା, ରଥରେ ସାରଥି କରିବା। ଏ କାମଗୁଡାକ କ'ଣ ଭଗବାନଙ୍କ ପାଇଁ ଠିକ୍ ନଥିଲା? ଦେଖନ୍ତୁ, ଭୀଷ୍ମଙ୍କ ଦୃଷ୍ଟିରେ ଏଇଟା ଭୁଲ ନୁହେଁ, ବରଂ ଏଇଟା ଭଗବାନଙ୍କର ମହିମାର ଆଉ ଗୋଟେ ଦିଗ ଦେଖାଉଛି। ସେ କହୁଛନ୍ତି ଯେ ପାଣ୍ଡବମାନେ ଦେଖ, ନିଜେ ପରମେଶ୍ୱରଙ୍କୁ ଏମିତି ସାଧାରଣ କାମରେ ଲଗେଇଲେ, ଯୋଉ କାମ ସାଧାରଣତଃ ରାଜାମାନେ ନିଜଠୁ ଛୋଟ ପଦବୀର ଲୋକଙ୍କୁ ଦିଅନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ଭଗବାନ ଏସବୁ କାହିଁକି କଲେ? କାହିଁକି ମାନିନେଲେ? ଆଉ ତାର ଉତ୍ତର ପରପଦରେ ଅଛି ପରା, ଯାହୁଁ ଏ ପ୍ରଭୁ ଭାବଗ୍ରାହୀ, ସ୍ୱଭାବେ ପରପର ନାହିଁ। ଏଇ ଯୋଉ ଭାବଗ୍ରାହୀ ଶବ୍ଦଟା, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଲାଗୁଛି। ବହୁତ ବେଶୀ ଗୁରୁତ୍ୱପୂର୍ଣ୍ଣ। ଭାବଗ୍ରାହୀ ମାନେ ହେଲା ଯିଏ କେବଳ ଭାବକୁ, ମାନେ ଭକ୍ତିକୁ ହିଁ ଗ୍ରହଣ କରନ୍ତି। ଭଗବାନ ଦେଖନ୍ତିନି କାମଟା କ'ଣ, ବଡ଼ ନା ସାନ, ବା ସମାଜରେ ତାର ସ୍ଥିତି କ'ଣ। ସେ କେବଳ ଦେଖନ୍ତି ଭକ୍ତର ମନ ଭିତରର ଭାବନା, ତାର ଭଲ ପାଇବା, ତାର ଶ୍ରଦ୍ଧା। ପାଣ୍ଡବମାନେ ଯୋଉଭଳି ଭାବରେ ବନ୍ଧୁ ଭାବରେ, ସଖା ଭାବରେ, ସମ୍ପର୍କୀୟ ଭାବରେ ତାଙ୍କୁ ଯାହା କହିଲେ, ସେ ସେଇ ଭାବରେ ତାକୁ ଗ୍ରହଣ କଲେ। କାରଣ ତାଙ୍କ ପାଇଁ ନିଜ ପର ବୋଲି କିଛି ନାହିଁ, ଉଚ୍ଚ ନୀଚ ବୋଲି କିଛି ନାହିଁ, ଯୋଗ୍ୟ ଅଯୋଗ୍ୟ ବି ସବୁ ସମାନ। ଆରେ ବା, ଏଇଟା ତ ଭଗବାନଙ୍କର ଗୋଟେ ଅଦ୍ଭୁତ ଗୁଣ। ତାଙ୍କର ସୌଲଭ୍ୟ କହିବା ନା କ'ଣ, ମାନେ ଭକ୍ତ ପାଇଁ ସେ କେତେ ସହଜରେ ମିଳିଯାନ୍ତି। ତାଙ୍କ ପାଇଁ କୌଣସି କାମ ଛୋଟ ନୁହେଁ, ଯଦି ସେଟା ଭକ୍ତ ପ୍ରେମରେ କହୁଛି। ଏକଦମ। ଏଇ ସିଦ୍ଧାନ୍ତଟା ହିଁ ଏ ପୁରା ଅଂଶର ମୁଖ୍ୟ କଥା। ଭଗବାନଙ୍କର ମହିମା କେବଳ ତାଙ୍କର ବଡ଼ପଣିଆରେ ନାହିଁ, ବରଂ ଭକ୍ତ ପାଇଁ ଏମିତି ସାଧାରଣ ହେଇଯିବାରେ ବି ଅଛି। ଭୀଷ୍ମ ଏଇ ଗଭୀର ତତ୍ତ୍ୱଟା ବୁଝିଛନ୍ତି, ଯାହା ବୋଧହୁଏ ପାଣ୍ଡବମାନେ ସେତେବେଳେ ସେତେଟା ବୁଝିନଥିଲେ। ତେବେ ଏତେ ସବୁ ଜ୍ଞାନ ଆଉ ଅନୁଭବ ପରେ ଭୀଷ୍ମ ଏବେ ନିଜର ଶେଷ ସମୟରେ ସେ ଭଗବାନଙ୍କ ଆଗରେ ନିଜ ମନର କଥା ପୁରା ଖୋଲି କହୁଛନ୍ତି। ତାଙ୍କର ଭକ୍ତି ଆଉ ପ୍ରାର୍ଥନା କେମିତି ପ୍ରକାଶ ପାଉଛି ଶୁଣନ୍ତୁ। ଏଥାୟେ ଭକତଙ୍କ ହିତେ, ଦେଖ ମୋ ଭାଗ୍ୟର ଆୟତେ, ଜୀବନ ଛାଡ଼ିବାର କାଳେ, ମିଳିଲା ସରଶଯ୍ୟା ତଳେ। ଯାହାର ଚରଣ ଭକ୍ତି ବଳେ, ନିଶ୍ଚଳ ମନେ ଅନ୍ତକାଳେ, ତୁଣ୍ଡେ ଯେ ନାମ ଉଚ୍ଚାରନ୍ତି, ପରମ ପଦେ ସେ ମିଶନ୍ତି। କର୍ମବାସନା ଯାଇ ଦୂର, ଏମନ୍ତ ମହିମା ଯାହାର, ସେ ଦେବ ଦେବ ଭଗବାନ, ଭାବେ ଜାଣିଲେ ମୋର ମନ। ଚିତ୍ତେ ପ୍ରସନ୍ନ ହେଉ ମୋର, ମୁହିଁ ଛାଡ଼ିବି କଳେବର। ପ୍ରଫୁଲ୍ଲ କମଳ ଲୋଚନ, ସୁନ୍ଦର ହର୍ଷିତ ବଦନ। ଚକ୍ର ସହିତେ ମହାବାହୁ, ସେ ମୋର ଧ୍ୟାନ ପଥେ ରହୁ। ଭୀଷ୍ମ ନିଜକୁ କେତେ ଭାଗ୍ୟବାନ ଭାବୁଛନ୍ତି। ମରିବା ସମୟରେ ଭଗବାନ ନିଜେ ପାଖରେ ଅଛନ୍ତି। ଏହାକୁ ସେ ନିଜ ଜୀବନର ସବୁଠୁ ବଡ଼ ପାଇବା ବୋଲି କହୁଛନ୍ତି। କେତେ ମାର୍ମିକ କଥା ଏଇଟା। ବହୁତ ବହୁତ ମାର୍ମିକ। ଯିଏ ସବୁବେଳେ ଭକ୍ତର ଭଲ ପାଇଁ କାମ କରନ୍ତି, ଏଥାଇଁ ଭକ୍ତଙ୍କ ହିତେ, ସେଇ ଭଗବାନ ନିଜେ ଆସି ତାଙ୍କ ମୃତ୍ୟୁଶଯ୍ୟା ପାଖରେ ହାଜର। ଏଇଟାକୁ ଭୀଷ୍ମ ନିଜର ପରମ ଭାଗ୍ୟ ବୋଲି ମାନୁଛନ୍ତି। ଏଇଟା ଦେଖାଉଛି ଯେ ଜୀବନର ଶେଷ ମୁହୂର୍ତ୍ତରେ ଯଦି ଭଗବାନଙ୍କ ଦର୍ଶନ ମିଳିଗଲା, ତାଠୁ ବଡ଼ ପୁରସ୍କାର ଆଉ କିଛି ନାହିଁ। ସେ ପୁଣି ଭଗବାନଙ୍କ ନାମର ମହିମା କଥା ବି କହୁଛନ୍ତି। ଶେଷ ସମୟରେ ମନ ସ୍ଥିର ରଖି ନା ନେଲେ କ'ଣ ହୁଏ? ଭୀଷ୍ମ କହୁଛନ୍ତି, ଯିଏ ମରିବା ବେଳେ ମନକୁ ପୁରା ସ୍ଥିର ରଖି ଭଗବାନଙ୍କ ନାଁ ଉଚ୍ଚାରଣ କରେ, ତାର ଯେତେ ସବୁ କର୍ମବାସନା ଥାଏ, ମାନେ ଯୋଉଥିପାଇଁ ଜନ୍ମ ମୃତ୍ୟୁ ହୁଏ, ସେସବୁ ଦୂର ହେଇଯାଏ, ଆଉ ସେ ସିଧା ପରମ ପଦରେ, ମାନେ ମୋକ୍ଷରେ ମିଶିଯାଏ। ଏଇଟା ହେଲା ଭଗବାନଙ୍କ ନାମର ଶକ୍ତି। ଆଉ ତାଙ୍କର ବିଶ୍ୱାସ ଯେ ଭଗବାନ ତାଙ୍କ ମନର ଭକ୍ତିକୁ ଜାଣିପାରିଛନ୍ତି। ଏହାପରେ ତାଙ୍କର ଶେଷ ଇଚ୍ଛା କ'ଣ? ତାଙ୍କର ଶେଷ ଇଚ୍ଛାଟା ବହୁତ ସୁନ୍ଦର, ପୁରା ଭକ୍ତିରେ ଭରା। ସେ କିଛି ସ୍ୱର୍ଗ ସୁଖ ମାଗୁନାହାନ୍ତି କି ଆଉ କିଛି ମାଗୁନାହାନ୍ତି। ସେ ଖାଲି ଏତିକି ଚାହୁଁଛନ୍ତି ଯେ ଯେତେବେଳେ ସେ ଶରୀର ଛାଡ଼ିବେ, ସେତେବେଳେ ଭଗବାନ ତାଙ୍କ ଉପରେ ଖୁସି ଥାଆନ୍ତୁ, ପ୍ରସନ୍ନ ଥାଆନ୍ତୁ। ଆଉ ତାଙ୍କର ସେଇ ଯୋଉ ସୁନ୍ଦର ରୂପ, ପଦ୍ମଫୁଲ ପରି ଆଖି, ହସ ହସ ମୁହଁ, ଆଉ ସୁଦର୍ଶନ ଚକ୍ର ଧରିଥିବା ସେଇ ବିଶାଳ ବାହୁ, ସେଇ ରୂପଟା ହିଁ ସବୁବେଳେ ତାଙ୍କ ଧ୍ୟାନରେ ରହୁ, ତାଙ୍କ ମନ ଭିତରେ ରହୁ। ଏହା ତ ଏକ ଅପୂର୍ବ ସମର୍ପଣ। ମୋକ୍ଷ ପାଇବାକୁ ବି ଚାହୁଁନାହାନ୍ତି, ବରଂ ଭଗବାନଙ୍କର ସେଇ ସୁନ୍ଦର ରୂପକୁ ସବୁବେଳେ ମନେ ପକାଇବାକୁ ଚାହୁଁଛନ୍ତି। ଏଇଟା ହିଁ ତାଙ୍କର ଶେଷ ଇଚ୍ଛା।
ଏହି ଅଂଶର ମୁଖ୍ୟ ଭାବ ହେଲା ଶେଷ ସମୟରେ ଭଗବାନଙ୍କର ସାନ୍ନିଧ୍ୟ, ତାଙ୍କ ନାମ ସ୍ମରଣର ମହିମା ଆଉ ତାଙ୍କ ରୂପ ମାଧୁରୀରେ ମନକୁ ବୁଡ଼େଇ ରଖିବାର ଇଚ୍ଛା। ତେବେ ଆଜି ଆମେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତର ଏହି ଅଂଶରୁ ପିତାମହ ଭୀଷ୍ମଙ୍କ ମୁହଁରୁ ପାଣ୍ଡବଙ୍କର ଦୁଃଖ, କାଳ ଆଉ କର୍ମର ଗତି, ଶ୍ରୀକୃଷ୍ଣଙ୍କର ଦିବ୍ୟ ସ୍ୱରୂପ ଆଉ ତାଙ୍କର ସେହି ଭାବଗ୍ରାହୀ ଗୁଣ ଏବଂ ସବୁଠୁ ବଡ଼ କଥା ମୃତ୍ୟୁକୁ ଅପେକ୍ଷା କରିଥିବା ଜଣେ ମହାନ ଯୋଦ୍ଧା ଆଉ ଭକ୍ତର ଶେଷ ସମର୍ପଣ ବିଷୟରେ ଗୋଟେ ଗଭୀର ଆଲୋଚନା କଲେ। ହଁ, ଏଠି ଗୋଟେ କଥା ଟିକେ ଭାବିବା କଥା। ଦେଖନ୍ତୁ, ଭୀଷ୍ମକୃଷ୍ଣଙ୍କୁ ଆଦିନାରାୟଣ ବୋଲି ଜାଣିଥିଲେ। ତଥାପି ସେ ଦେଖୁଥିଲେ ଯେ ସେ ପାଣ୍ଡବଙ୍କ ପାଇଁ କେମିତି ସାଧାରଣ ମଣିଷ ଭଳି କାମ କରୁଛନ୍ତି। ସେମିତି ସେ ନିଜେ ମୋକ୍ଷ ପାଇବାକୁ ଯାଉଛନ୍ତି। ତଥାପି ସେ ଭଗବାନଙ୍କର ଗୋଟେ ନିର୍ଦ୍ଦିଷ୍ଟ ସୁନ୍ଦର ରୂପକୁ ହିଁ ଧ୍ୟାନ କରିବାକୁ ଚାହିଁଲେ। ଏଇଟା ଦେଖାଉଛି ଯେ ପରମ ସତ୍ୟକୁ ଜାଣିବା ସାଙ୍ଗକୁ ଭଗବାନଙ୍କ ସହିତ ଗୋଟେ ବ୍ୟକ୍ତିଗତ ଗୋଟେ ପ୍ରେମଭରା ସମ୍ପର୍କ ରଖିବା ବି ଭକ୍ତି ମାର୍ଗରେ ବହୁତ ଗୁରୁତ୍ୱପୂର୍ଣ୍ଣ। ହଁ, ଏଟା ନିଶ୍ଚୟ ଗୋଟେ ଭାବିବାର କଥା। ଭୀଷ୍ମଙ୍କର ଶେଷ ଇଚ୍ଛା, ଯୋଉଠି ଜ୍ଞାନ ବି ଅଛି ଆଉ ଭକ୍ତି ବି ଅଛି, ଏ ଦୁଇଟାର ମିଶ୍ରଣ ଦେଖିବାକୁ ମିଳୁଛି। ଆଉ ଏହା ଆମକୁ ଭାବିବାକୁ ବାଧ୍ୟ କରୁଛି ଯେ ଜୀବନର ପ୍ରକୃତ ଲକ୍ଷ୍ୟ କ'ଣ? ଖାଲି ଗୋଟେ ଶୂନ୍ୟ ମୁକ୍ତି, ନା ସେହି ପରମ ସତ୍ତାଙ୍କ ସାଙ୍ଗରେ ଗୋଟେ ଜୀବନ୍ତ ପ୍ରେମମୟ ସମ୍ପର୍କ? ଆଜିର ଆଲୋଚନା କିପରି ଲାଗିଲା ନିଶ୍ଚୟ କମେଣ୍ଟ ବକ୍ସରେ ଜଣାଇବେ। ଓମ୍ ନମୋ ଭଗବତେ ବାସୁଦେବାୟ ଲେଖିବାକୁ ଅନୁରୋଧ। ଆଗାମୀ ଆଲୋଚନାରେ ଆମେ ଏହାର ପରବର୍ତ୍ତୀ ଅଂଶ କିମ୍ବା ଭାଗବତର ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ପୁଣି ଆସିବୁ। ସେ ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।